21 ରୁ ଶ୍ଲୋକ 30 ପର୍ଯ୍ୟନ୍ତ ଆଜି ପଢ଼ିବା। ଆସନ୍ତୁ ଶୁଣିବା ଆମର ଗୀତାର ତୃତୀୟ ଅଧ୍ୟାୟ। ଯଜ୍ଚରିତ ଶ୍ରେଷ୍ଠସ୍ତ ଦେବତରୋ ଯୋଜନଃ ସ ଯତ୍ପ୍ରାଣ କୁରୁତେ ଲୋକସ୍ତତଃ ନିବୃତ। ଶ୍ରେଷ୍ଠ ମନୁଷ୍ୟ ଯେଉଁ ଯେଉଁ ଆଚରଣ କରନ୍ତି ଅନ୍ୟ ମନୁଷ୍ୟମାନେ ମଧ୍ୟ ସେହି ଆଚରଣ କରନ୍ତି ଏବଂ ସେ ଯାହା କିଛି ପ୍ରମାଣ କରିଦିଅନ୍ତି ଲୋକେ ତାହା ଅନୁସରଣ କରନ୍ତି। ନ ମେ ପାର୍ଥସ୍ତେ କର୍ତ୍ତବ୍ୟ ତ୍ରିଷୁ ଲୋକେଷୁ କିଞ୍ଚନ ନାନାବାପ୍ତ ପ୍ରାପ୍ତାୟ ବର୍ତ ଏବ च କର୍ମଣ୍ୟ। ହେ ଅର୍ଜୁନ, ତିନି ଲୋକରେ ମୋ ପାଇଁ କୌଣସି କର୍ତ୍ତବ୍ୟ ନାହିଁ କି କୌଣସି ପ୍ରାପ୍ତିଯୋଗ୍ୟ ବସ୍ତୁ ମୋତେ ଅପ୍ରାପ୍ତ ନୁହେଁ। ତଥାପି ମୁଁ କର୍ମରେ ହିଁ ଲାଗି ରହିଛି। ଯଦି ହ୍ୟହନ୍ୟ ନ କର୍ତ୍ତବ୍ୟଂ ଯାତୁ କର୍ମଣ୍ୟତଦିନ୍ଦ୍ରିୟ ମମ ବିଦ୍ୟାନୁବର୍ତ୍ତନ୍ତେ ମନୁଷ୍ୟାଂ ପାର୍ଥ ସର୍ବଶଃ। କାରଣ ହେ ପାର୍ଥ, ଯଦି ମୁଁ କଦାଚିତ୍ ସାବଧାନ ହୋଇ କର୍ମରେ ଲାଗି ନ ରହିବି ତେବେ ବଡ଼ କ୍ଷତି ହୋଇଯିବ। କାରଣ ମନୁଷ୍ୟରେ ସବୁ ଦିଗରୁ ମୋତେ ଅର୍ଥାତ୍ ମୋରି ମାର୍ଗ ଅନୁସରଣ କରନ୍ତି। ଉତ୍ସଦେୟ ମେ ଲୋକର୍ଚ ନ କର୍ତ୍ତ କର୍ମ ଚେୟତ୍ ଶଙ୍କରଶ୍ଚ च କର୍ତ୍ତା ପାସ୍ୟାମୁପହାନ୍ନମ ପ୍ରଜା। ତେଣୁ ଯଦି ମୁଁ କର୍ମ ନ କରିବି ତେବେ ଏ ସମସ୍ତ ମନୁଷ୍ୟ ନଷ୍ଟଭ୍ରଷ୍ଟ ହୋଇଯିବେ ଏବଂ ମୁଁ ଶଙ୍କରତାର କର୍ତ୍ତା ହୋଇଯିବି ତଥା ଏହି ସମସ୍ତ ପ୍ରଜାଙ୍କୁ ନଷ୍ଟ କରିବାର କାରଣ ହୋଇଯିବି। ସକ୍ତାଃ କର୍ମାଣ୍ୟ ବିଦ୍ୟାଂ ଯଥା କର୍ତ୍ତବ୍ୟ ଭାରତ କୁର୍ୟାତ୍ ବିଦ୍ଧ୍ୱାଂସ୍ତତଃ ଶକ୍ତଃ କିଂସୁକ୍ତଃ ଲୋକସଂଗ୍ରହମ୍। ହେ ଭାରତ, କର୍ମରେ ଆସକ୍ତ ହୋଇଥିବା ଜ୍ଞାନର ଲୋକ ଯେଉଁ ପ୍ରକାରରେ କର୍ମ କରନ୍ତି ଆସକ୍ତି ରହିତ ଚିଦ୍ବା ଧର୍ମ ମଧ୍ୟ ଲୋକ ସଂଗ୍ରହ କରିବାକୁ ଇଚ୍ଛୁକ ହୋଇ ସେହି ପ୍ରକାର କର୍ମ କରିବା ଉଚିତ। ନ ବୁଦ୍ଧି ଭେଦ ଜନୟେଦଜ୍ଞାନଂ କର୍ମ ସଙ୍ଗିନାଂ ଯଶତେଃ ସର୍ବକର୍ମାଣି ବିଦ୍ୱାନ୍ ଯୁକ୍ତ ସମାଚରନ୍। ପରମାତ୍ମାଙ୍କ ସ୍ୱରୂପରେ ଅଟଳ ଭାବରେ ସ୍ଥିତ ହୋଇଥିବା ଜ୍ଞାନୀ ପୁରୁଷ ଆସକ୍ତିଯୁକ୍ତ ହୋଇ ଶାସ୍ତ୍ରବିହିତ କର୍ମ କରୁଥିବା ଜ୍ଞାନୀମାନଙ୍କର ବୁଦ୍ଧିରେ ଭ୍ରମ ଅର୍ଥାତ୍ କର୍ମ ପ୍ରତି ଅଶ୍ରଦ୍ଧା ଉତ୍ପନ୍ନ କରାଇବା ଉଚିତ ନୁହେଁ। ବରଂ ନିଜ ସମସ୍ତ ଶାସ୍ତ୍ରବିହିତ କର୍ମ ଭଲ ଭାବରେ ଆଚରଣ କରି ସେମାନଙ୍କ ଦ୍ୱାରା ମଧ୍ୟ ସେହିପରି ଆଚରଣ କରିବା ଉଚିତ। ପ୍ରକୃତିଃ କ୍ରିୟମାଣଂ ଗୁଣ୍ୟଂ କର୍ମଂ ସର୍ବଶଃ ଅହଙ୍କାରବିମୂଢ଼ଃ କର୍ତ୍ତବ୍ୟହମିତି ମନ୍ୟତେ। ବସ୍ତୁତଃ ସମସ୍ତ କର୍ମ ସବୁ ପ୍ରକାର ପ୍ରକୃତିର ଗୁଣମାନଙ୍କ ଦ୍ୱାରା କରାଯାଇଥାଏ। ତେଣୁ ଯାହାର ଅନ୍ତଃକରଣ ଅହଙ୍କାରରେ ମତି ହୋଇ ରହିଥାଏ ସେହି ଅଜ୍ଞାନ ମୁଁ ହିଁ କର୍ତ୍ତା ବୋଲି ମନେ କରେ। ତତ୍ତ୍ୱବିତୋ ମହାବାହୋ ଗୁଣକର୍ମ ବିଭାଗୟଃ ଗୁଣାଗୁଣେନୋବର୍ତ୍ତନ୍ତେ ଇତି ମତ୍ୱା ନ ସଜ୍ଜତେ। କିନ୍ତୁ ହେ ମହାବାହୁ, ଗୁଣ ବିଭାଗ ଓ କର୍ମ ବିଭାଗ ତତ୍ତ୍ୱ ଜାଣିଥିବା ଜ୍ଞାନୀ ଯୋଗୀ ଗୁଣମାନ ହିଁ ଗୁଣମାନଙ୍କର ପ୍ରବର୍ତ୍ତିତ ହୁଅନ୍ତି ବୋଲି ବୁଝି ସେଥିରେ ଆସକ୍ତ ହୁଅନ୍ତି ନାହିଁ। ପ୍ରକୃତେ ଗୁଣ୍ୟଃ ସମୂଢ଼ଃ ସଜ୍ଜନ୍ତେ ଗୁଣକର୍ମଣ୍ୟୁ ତାନଃ କୃଷ୍ଣଃ ବିଦ୍ୟମାନାନ୍ କୃଷ୍ଣୋନ୍ନ ବିଚଳୟତ୍। ପ୍ରକୃତେ ଗୁଣେ ଅତ୍ୟନ୍ତ ମୋହିତ ହୋଇଥିବା ମନୁଷ୍ୟମାନେ ଗୁଣମାନଙ୍କର କର୍ମମାନଙ୍କର ଆସକ୍ତି ରହନ୍ତି। ପୂର୍ଣ୍ଣ ଭାବରେ ବୁଝି ନ ଥିବା ଏହି ମନ୍ଦ ବୁଦ୍ଧିମାନମାନଙ୍କୁ ପୂର୍ଣ୍ଣ ଭାବରେ ଜାଣିଥିବା ଜ୍ଞାନୀ ବିଚଳିତ କରିବା ଉଚିତ ନୁହେଁ। ମୟି ସର୍ବାଣି କର୍ମାଣି ସନ୍ନ୍ୟାସାଦାତ୍ମଚେତନା ନିରାଶାତ୍ମନିର୍ମାଣଭୂତା ଯୁଧ୍ୟତ୍ୱ ବିଗତଜ୍ୱର। ଅନ୍ଧଯୋଗୀ ପରମାତ୍ମାଙ୍କଠାରେ ଲାଗି ରହିଥିବା ଚିତ୍ତରେ ସମସ୍ତ କର୍ମ ମୋଠାରେ ଅର୍ପଣ କରିଦେଇ ଆଶା ରହିତ ମମତା ରହିତ ସନ୍ତାପ ରହିତ ଯୁଦ୍ଧ କର। ଜୟ ଜଗନ୍ନାଥ ସ୍ୱାମୀ। ରାଧେ ରାଧେ। ଆପଣମାନଙ୍କୁ ଯଦି
गीता शुणा भल लगुच प्लीज शेयर और सब्सक्राइब निहाती करंतु।